ନାଇଁ ଦେଖନ୍ତୁ ମୁଁ ତ ଭାରି ଦୁଃଖିତ ଏ ଘଟଣାରେ ଯେ ରାଜନୈତିକ ସ୍ତରରେ ଆମର କଥା କହିବା ଆଚରଣରେ କୌଣସି ସଂଯମତା ଛାଡ଼ନ୍ତୁ ଗୋଟେ ସାଧାରଣ ଜ୍ଞାନର ମଧ୍ୟ ଅଭାବ ରହୁଛି ଆମର ସାଧାରଣ ଭାବରେ କୋଉ ଶବ୍ଦ କିପରି କୋଉ ଜାଗାରେ ବ୍ୟବହାର କରିବାକୁ ପଡିବ କଣ ବ୍ୟବହାର କରିବା ଆଲିଗେସନ ବା କାଉଣ୍ଟର ଆଲିଗେସନ ହଉ ଏବଂ କଣ ତା ଦେହରେ ରହିବା ଦରକାର ଏ ସବୁ ଜ୍ଞାନ ଯେମିତି ଓଡ଼ିଶା ରାଜନୈତିକ ନେତା ମାନେ ପୁରା ହରେଇଛନ୍ତି ମୁଁ ଏଇ ଯୋଉ ଯେମିତି ଭିଡିଓରେ ବା ଇଏ ସୋସିଆଲ ମିଡିଆରେ କିଏ କାହାକୁ ଆଲିଗେସନ ଦଉଛି ଯାତ୍ରା ପାର୍ଟି କଥା ମୁଁ କହୁଛି ଇଏ ବଡ ରାଜନୈତିକ ସ୍ତରରେ ବିଜେଡି ବିଜେପିର ଦୁଇ ଜଣ ବରିଷ୍ଠ ନେତା ନେତ୍ରୀ ଏବଂ ମୋର ସବୁଠୁ ବଡ କଥା ହଉଛି ମୁଁ ସନ୍ତୋଷ ଖଟୁଆଙ୍କ ବୟାନକୁ ଭାବୁଛି ଗୋଟେ ଅତ୍ୟନ୍ତ ଅରୁଚିକର ଜଣେ ମହିଳା ନେତ୍ରୀଙ୍କ ବିଷୟରେ ଏଭଳି ଭାବରେ ବ୍ୟକ୍ତିଗତ ସ୍ତରର ମନ୍ତବ୍ୟ ଦେବା ଯାହାହେଲେ ଆକ୍ସନର ମାନେ ରିଆକ୍ସନ ହେଇପାରେ ଆକ୍ସନର କାଉଣ୍ଟର ହେଇପାରେ କାଉଣ୍ଟରଟା କୋଉ ଷ୍ଟେଜରେ ହବ କୋଉ ଭାଷାରେ ହବ ତା ମଧ୍ୟ ଦେଖିବା କଥା ଏବଂ ଯୋଉ କଥା ସାମ୍ବାଦିକ ସମ୍ମିଳନୀରେ ଶଙ୍ଖବର୍ଣ୍ଣ ହେଇଥିଲା ସେଠି ଆଉ 3 ଜଣ ନେତା ମଧ୍ୟ ଥିଲେ କିନ୍ତୁ ଏଇ 3 ଜଣ ନେତାଙ୍କର ଅଭିଯୋଗକୁ ସେ କେବଳ ଲେଖାଶ୍ରୀଙ୍କୁ ଲକ୍ଷ୍ୟ କରି କାହିଁକି କହିଲେ ଏବଂ ଲେଖାଶ୍ରୀ କହିଲା ପରେ ଏଇଭଳି ଭାବରେ ବ୍ୟକ୍ତିଗତ ସେ କହିପାରିଥାନ୍ତି ସେ ଯେମିତି କହିଲେ ଚୋର କହିଦେଲେ ବା ଇଏ କହିଲେ ଠିକ ଅଛି ଚୋର ତ କହିବା କଥା ନୁହଁ ଚୋର ଯଦି କହିଛନ୍ତି ତା ପ୍ରମାଣିତ ଉପରେ ସେମିତି ଏଫଆଇଆର କରିଛନ୍ତି ଯଥାର୍ଥ ଏଫଆଇଆର କରିଛନ୍ତି ମୁଁ ତାଙ୍କ ଏଫଆଇଆର ମଧ୍ୟ ସ୍ୱାଗତ କରୁଛି କିନ୍ତୁ ଇଏ ଯୋଉ ତାଙ୍କ ବିରୁଦ୍ଧରେ ଅଭିଯୋଗ ହେଇଛି ଇଏ ଯୋଉ ଏତଲା ଦିଆହେଇଛି ଜଣେ ମହିଳାଙ୍କ ବିଷୟରେ ଜଣେ ମହିଳା ନେତ୍ରୀ ସେ କହୁଛନ୍ତି କିଏ ସେ ନୁହଁ ସିଏ ଯୋଉ ଦଳରେ ବର୍ତ୍ତମାନ ଅଛନ୍ତି ସନ୍ତୋଷ ଖଟୁଆ ବର୍ତ୍ତମାନ ଅଛନ୍ତି ବିଜେପିରେ ସିଏ ଆଗରୁ ଥିଲେ ବିଜେଡିରେ 5 ବର୍ଷ ବିଧାୟକ ଥିଲେ ଇଏ ବିଜେପିରେ ଗଲା ନିର୍ବାଚନ ସିଏ ଆସିଛନ୍ତି କିନ୍ତୁ ଗଲା ନିର୍ବାଚନ ମଧ୍ୟ ଲେଖାଶ୍ରୀ ସାମନ୍ତରାୟ ସମୟ ଜାଣିଛନ୍ତି ବିଜେପି ସେ ବିଜେପିର ସବୁଠୁ ଆଗ ଧାଡ଼ିର ନେତ୍ରୀ ଥିଲେ ସେ ଥିଲେ ସ୍ପୋକ୍ସ ପର୍ସନ ପାର୍ଟି ଭାଇସ୍ ପ୍ରେସିଡେଣ୍ଟ ଜେନେରାଲ ସେକ୍ରେଟାରୀ ଏଇଟା ଥିଲେ 10-12 ବର୍ଷ କାଳ ରାଜ୍ୟ ବିଜେପିର ଜଣେ ଫ୍ରଣ୍ଟଲାଇନ୍ ଲିଡର ହିସାବରେ ସେ କାମ କରିଛନ୍ତି এটা তো অস্বীকার করে হবনি তেଣୁ ସିଏ ଯେ ତାଙ୍କ ବିଷୟରେ ଏଇ ଅରୁଚିକର ମନ୍ତବ୍ୟ ଦେବା ପୂର୍ବରୁ ସେ ଭାବିବା ଉଚିତ ଥିଲା ସିଏ ଯାହା କହୁଛନ୍ତି ସେଇଟା ତାଙ୍କ ନିଜ ଦଳର ନେତାମାନଙ୍କ ବିରୁଦ୍ଧରେ ପ୍ରୟୋଗ କରୁନାହାନ୍ତି କି ସିନା ପରୋକ୍ଷରେ ଜଣେ ମହିଳାଙ୍କ ବିଷୟରେ ଆପଣ ଯଦି କରିବେ ଯୋଉ ମହିଳାଙ୍କର ଆସୋସିଏସନ ୱିଥ୍ ଦ୍ୟାଟ୍ ପାର୍ଟି ଫର 12 ଇୟର୍ସ ଥିଲା ଆପଣ ଯଦି ଏଇ କଥା କହିବେ ସେ ଦଳର ନେତାମାନଙ୍କ ବିଷୟରେ ଆପଣ କହୁଛନ୍ତି ଏବଂ ଏକଥା ମଧ୍ୟ କହିଲା ବେଳେ ଆପଣ ଏ କଥା କହିପାରିବେ କି ସେମିତି ଭାବରେ ଇଏ ଯେତେବେଳେ ଗୋଟେ ଶଙ୍ଖ ଭବନରେ ଗୋଟେ ପ୍ରେସ୍ କନଫରେନ୍ସ ହଉଛି ସାମ୍ବାଦିକ ସମ୍ମିଳନୀ ହଉଛି ସେଠି ଜଣେ ପୂର୍ବତନ ମନ୍ତ୍ରୀ ମଧ୍ୟ ଥିଲେ ଏବଂ ପୂର୍ବତନ ବିଧାୟକ ବି ଥିଲେ ଏବଂ ଇଏ ଥିଲେ ମୋର କଥା ହଉଛି ଏମାନେ ଯୋଉ ଯୋଉ ଅଭିଯୋଗ କଲେ ତାଙ୍କ ଫାର୍ମ ହାଉସରୁ ସେ ହାତୀ ଦାନ୍ତ ଦେଇଥିବା ଲୋକ କିଏ ଗିରଫ ହେଲା କିନ୍ତୁ ୟାକୁ ଆଧାର କରିକି ଜଣକୁ ଚୋର ବା ଇଏ ଡକାୟତି ଆପଣ କହିବେ ଅନ୍ୟ କିଛି ଆପଣଙ୍କ ପାଖରେ ଯେ ଉପାଦାନ ନାହିଁ ଏଇଟା ଜେନେରାଲି ରାଜନୀତିରେ ଏଇ ଭାଷା ବ୍ୟବହାର କଥା ନୁହେଁ ମୁଁ ଯଥାର୍ଥ ସନ୍ତୋଷ ଖଟୁଆ ମାମଲା କରିଛନ୍ତି ମାନହାନି ମାମଲା କରିଛନ୍ତି କିନ୍ତୁ ମୋର କହିବା କଥା ହଉଛି ଯେତେବେଳେ ସନ୍ତୋଷ ଖଟୁଆ କହିଲେ ସିଏ ଅନ୍ୟ 2 ଜଣ ନେତା ବିଷୟରେ କିଛି କହୁନାହାନ୍ତି ସିଏ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି ଯୋଉ କାହାକୁ ଟାର୍ଗେଟ କରୁଛନ୍ତି କୋଉ ପ୍ଲାଟଫର୍ମ କରୁଛନ୍ତି ସେ ବିଜେପିର ଏମଏଲଏ ସାରା ଦେଶରେ ବିଜେପି ବର୍ତ୍ତମାନ ସବୁବେଳେ ଗୋଟେ ବଡ କଥା କହୁଛି ଯେ ମହିଳା ମାନଙ୍କୁ ସାମନ୍ତ ସିଂହାର ସେଇ ପ୍ରେସ୍ ମିଟ୍ ତାଙ୍କୁ ଚୋର ବୋଲି କହିଲେ ସିଏ ସେଇ ଷ୍ଟେଟମେଣ୍ଟଟା ଦେଲେ ବୋଲି ସନ୍ତୋଷ ଖୁଟା ତାଙ୍କୁ କାଉଣ୍ଟର ଷ୍ଟେଟମେଣ୍ଟ ଦେଲେ ନାଇଁ ସେଇ ଚୋର ବୋଲି ତାଙ୍କୁ କାଉଣ୍ଟର ଷ୍ଟେଟମେଣ୍ଟ ଦେଲେ ବୋଲି ସେ କହୁଛନ୍ତି କିନ୍ତୁ ସିଏ ସାମ୍ବାଦିକ ସମ୍ମିଳନୀରେ ଆଉ 3 ଜଣ ଥିଲେ ନା କିନ୍ତୁ ସିଏ ଅନୁମାନ ବିଷୟରେ କିଛି କହୁନାହାନ୍ତି କିନ୍ତୁ ଆ ବିଷୟରେ ବ୍ୟକ୍ତିଗତ ଭାବରେ ଅନୁମାନ ବିଷୟରେ କଣ କହି ଆ ବିଷୟରେ କହିଛନ୍ତି ମାନେ କଣ ଜଣେ ମହିଳାକୁ ଏପରି ଆକ୍ରମଣ କରାଯାଇପାରେ ଦ୍ୟାଟ୍ ଇଜ ଏ ଭେରି ବ୍ୟାଡ୍ ଆଟିଚ୍ୟୁଡ କୋଉ ଦଳର ନେତା କରୁଛନ୍ତି ନା ଯୋଉ ଦଳ ଜାତୀୟ ସ୍ତରରେ ମହିଳା ମାନଙ୍କର ରାଜନୀତିରେ ପାର୍ଟିସିପେସନ ବଢିବା ପାଇଁ ସମ୍ବିଧାନ ସଂଶୋଧନ କରି 130 ପାଇଁ ସମ୍ବିଧାନ ସଂଶୋଧନ କରିଛି ମହିଳା ମାନଙ୍କ ପାର୍ଟିସିପେସନ ବଢୁ ବୋଲି ସେ ଦଳର ଜଣେ ନେତା ଏଭଳି ଭାଷା ଯଦି ପ୍ରୟୋଗ କରିବେ ଯାହା ବିରୁଦ୍ଧରେ ପ୍ରୟୋଗ କରୁ ସେ ଲୋକ 12 ବର୍ଷ କାଳ ଏଇ ଦଳର ନେତା ଥିଲେ ସେଇ ଦଳରେ ତେଣୁ ଏଇଟା ଗୋଟେ ଗ୍ରହଣୀୟ ହଉନି ସନ୍ତୋଷ ଖଟୁଆଙ୍କ ବିରୁଦ୍ଧରେ ଯୋଉ ଅଭିଯୋଗ ମାନେ କରିଛନ୍ତି ତାଙ୍କ ପାଖରେ କୌଣସି ଆଧାର ଅଛି କି ନାହିଁ ସେ ବର୍ତ୍ତମାନ ହେଇଛି ପ୍ରମାଣ କରିବେ କେସ୍ ହେଇଛି ଏଇଟା ବଢିଆ ମାନହାନି ମଧ୍ୟ ନିଶ୍ଚିତ ଭାବରେ ସଦ୍ବ୍ୟବହାର କରିଛନ୍ତି ଯେତେବେଳେ କିନ୍ତୁ ଏଇ ଷ୍ଟେଟମେଣ୍ଟର କାଉଣ୍ଟର କଣ ଏଇ ହବ ଜଣେ ମହିଳାଙ୍କ ବିଷୟରେ ଜଣେ ବିଧାୟକ